प्रजापतिष्ठं प्रपितामहस्य नमो नमस्तेस्तु सहस्रकृत्वा पुनश्च भूयोऽपि नमो नमस्ते। এই পবিত্র সন্ধ্যা ଶିଶୁ ଅନନ୍ତଙ୍କ ପୀଠସ୍ଥଳୀରେ ପରିବାର ତୀର୍ଥରେ ଆଜିର ସନ୍ଧ୍ୟା ଅତିବାହିତ ହେବ। ସନ୍ଧ୍ୟା କହିଲେ ଗୋଟେ ସନ୍ଧିଆନ ମୁହୂର୍ତ୍ତ। ସନାତନୀ ହିନ୍ଦୁମାନେ ତିନୋଟି ସନ୍ଧ୍ୟା ଉପରେ ଗୁରୁତ୍ୱ ଆରୋପ କରନ୍ତି। ଗୋଟିଏ ସନ୍ଧ୍ୟା ହେଲା ରାତି ଯାଉଛି ପ୍ରଭାତ ଆସୁଛି, ଇଏ ଗୋଟିଏ ସନ୍ଧ୍ୟା। ବ୍ରାହ୍ମ ମୁହୂର୍ତ୍ତ ରାତି 4ଟାରୁ 6ଟା ଭିତରେ ଆମେ ଯଦି ଈଶ୍ୱରଙ୍କର ବା ଆମ ଗୁରୁ ପ୍ରଦତ୍ତ ନାମ ଯଦି ସ୍ମରଣ କରିବା ତାହେଲେ ତାହା ହିଁ ହେବ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରକୃତରେ ପ୍ରାର୍ଥନା। ସେଇଭଳି ଭାବରେ ପୁଣି ଗୋଟିଏ ସନ୍ଧ୍ୟା ଆସେ ଠିକ୍ ଗୋଟାଏ ବେଳେ, ଯେତେବେଳେ ପୂର୍ବାହ୍ନ ଯାଉଛି ଅପରାହ୍ନ ଆସୁଛି, ସେଇ ଯେଉଁ ସନ୍ଧ୍ୟାନ ମୁହୂର୍ତ୍ତ, ସେଇ ସନ୍ଧ୍ୟାନ ମୁହୂର୍ତ୍ତରେ ଅଳ୍ପ ଡାକୁ ବେଶୀ ଡାକୁ ସେଟା ବଡ଼ କଥା ନୁହେଁ। ମନେ କରାଯାଉ ଥରେ ବି ଡାକିବ, ଯେଉଁ ଥରକ ଡାକିବ ସିଏ ଯଦି ଗୋଟେ ଶ୍ରଦ୍ଧାପୂର୍ଣ୍ଣ ଭାବପୂର୍ଣ୍ଣ ହେଇଥାଏ ତାହେଲେ ସେ କଥାକୁ ସେ ନିଶ୍ଚୟ ଗ୍ରହଣ କରନ୍ତି। ଆଉ ଗୋଟିଏ ସନ୍ଧ୍ୟା ଆସେ, ସେ ସନ୍ଧ୍ୟାଟି ହେଉଛି ଅପରାହ୍ନ ଯାଉଛି ରାତ୍ରି ଆସୁଛି। ଏଇ ଯେଉଁ ସନ୍ଧ୍ୟା, ଇଏ ସନ୍ଧ୍ୟାକୁ ହାତ ଛଡ଼ା କରିବା ବା ଖାମଖିଆଲି କରିବା ଏଇଟା ଆଦୌ ସମୀଚୀନ ନୁହେଁ। ତୁମେ ବଜାରରେ ଥାଅ, ହାଟ ବଜାରରେ ଥାଅ, ଗାଡ଼ି ମଟରରେ ଥାଅ, ସଭା ସମିତିରେ ଥାଅ, ଯେଉଁଠି ଥାଅ, ଆମର ସ୍ୱଭାବ ହେଉଛି ଆମେ ଯେଉଁଠି ଥାଉ ସେଇଠି ମରିଯାଉ। ଧରନ୍ତୁ ଗୋଟାଏ ସଭା ସମିତି ହେଉଛି, ସଭା ସମିତିର ଆଭିମୁଖ୍ୟ କ'ଣ ଥାଇପାରେ, କିନ୍ତୁ ଆମେ ସେ ସଭାରେ ବସିଲା ବେଳେ ଆମେ ଆଉ କାହାରି କଥା ମନେ ପକାଉ। ତେଣୁ କାହା କଥା ମନେ ପକାଅ ନ ପକାଅ, ଇଷ୍ଟଙ୍କ ଉଦ୍ଦେଶ୍ୟରେ ଗୋଟିଏ ଧାଡ଼ି ମନ୍ତ୍ର ହେଲେ ବି ତାକୁ ସ୍ମରଣ କରିବା ହେଉଛି ତ୍ରିସନ୍ଧ୍ୟା। ତେଣୁ ପ୍ରଭାତ, ମଧ୍ୟାହ୍ନ ଏବଂ ସନ୍ଧ୍ୟା, ଏଇ ତିନୋଟି ସନ୍ଧ୍ୟା ପରେ ଆଉ ଯୋଡ଼ିଏ ସନ୍ଧ୍ୟାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ତାକୁ ତ୍ରିସନ୍ଧ୍ୟା ନ କହି ତାକୁ ଖାଲି ସନ୍ଧ୍ୟା ବୋଲି କହିଲେ ହେବ। ସେ ସମୟଟି ହେଉଛି ଯେତେବେଳେ ଶଯ୍ୟା ତ୍ୟାଗ କଲ, ବିଛଣାରୁ ଉଠିଲ, ନିଦ ଭାଙ୍ଗିଲ, ସେଇ ବିଛଣା ଉପରେ ବସି ଗୋଟେ
ଗୋଟିଏ ମିନିଟ୍ ନ ହଉ, ଯଦି ଗୋଟିଏ ମିନିଟ୍ ହେଲା ତ ବହୁତ ଭଲ, ଆହୁରି ଅଧିକ ହେଲେ ଆହୁରି ଭଲ। ଯଦି ଆମେ ଅଧ ମିନିଟିଏ ବି ଆମେ ଇଷ୍ଟଙ୍କୁ, ଗୁରୁଙ୍କୁ ଏବଂ ହୃଦୟ ଚକ୍ରକୁ, ଏ ତିନୋଟି ସ୍ଥାନକୁ ଆମେ ଯଦି ଚିନ୍ତନ କରିବା ବା ଗୁରୁ ମନ୍ତ୍ର ପଠନ କରିବା, ଇଏ ହବ ଆଉ ଗୋଟେ ମହାନ ସନ୍ଧ୍ୟା। ସେଇଭଳି ଶୋଇଲୁ, ସକାଳୁ ଉଠିଲୁ, ବିଛଣାରେ ବସି ଶଯ୍ୟା ତ୍ୟାଗ କରିବା ପୂର୍ବରୁ ବିଛଣାରେ ବସି ସେଇ 1 ମିନିଟ୍ ହଉ କି ଅଧ ମିନିଟ୍ ହଉ ଯଦି ଆମେ ଇଷ୍ଟଙ୍କୁ, ଗୁରୁଙ୍କୁ ଆଉ ହୃଦୟ ଚକ୍ରକୁ ଟିକେ ଧ୍ୟାନ କଲୁ, ଆମର ଯାହା ମାଗିବା କଥା ଆମେ ମାଗିବୁ। ଆଜି ଦିନରେ ବହୁତ କାମ ଅଛି, ମୋତେ ସେଥିପାଇଁ ଆପଣ ସାହାଯ୍ୟ କରନ୍ତୁ କହିଲେ କି ଦୋଷ ନାହିଁ। ଏଇଟା କାମନା ନୁହେଁ, ଏଇଟା ହେଉଛି କର୍ତ୍ତବ୍ୟ। ଅନେକ ସମୟରେ ଆମେ ସବୁ କଥାକୁ କାମନା ବୋଲି ଭାବି ନେଉ, ମାନେ ନିଷ୍କାମ ବୋଲି ଆମେ କହୁନା, ଆମ କାମନା। କାମନା ଯଦି ନ କରିବ ତାହେଲେ ମଣିଷ ବଞ୍ଚିବ କେମିତି? ଆପଣ ଦେଖନ୍ତୁ, ଗାଈଟିଏ ଜନ୍ମ ହେଲା, ବାଛୁରୀଟିଏ ଜନ୍ମ କଲା, ସେ ଜନ୍ମ ହେବାର 5 ମିନିଟ୍ ପରେ ସେ ମାତୃସ୍ତନରୁ କ୍ଷୀର ପିଇବା ପାଇଁ ଉଦ୍ୟତ ହେଲା। ଯଦି ସେ କାମନା ସେ କରିବ ନାହିଁ, ସେ କାମନା ସେ ସୃଷ୍ଟି କରିନି, ତାକୁ ମାନେ ଭଗବତ ସତ୍ତା ହିଁ ତାକୁ ସୃଷ୍ଟି କରିଛି। କାଉ, କୋଇଲି, ଯାହା ବି ଆପଣ ଯେଉଁ ନାଁଟାକୁ ବି ଆପଣ କହିବେ, ସମସ୍ତଙ୍କର ପ୍ରଥମ କାମନା ହେଉଛି ଖାଦ୍ୟ। ନିଶ୍ୱାସ ପ୍ରଥମ ଖାଦ୍ୟ ନୁହେଁ, ନିଶ୍ୱାସ ହେଉଛି ଭଗବତ ପ୍ରଦତ୍ତ ଗୋଟେ ଯୋଗ, କିନ୍ତୁ ପ୍ରଥମ କାମନା ହେଉଛି ଖାଦ୍ୟ। ଏଇ ଖାଦ୍ୟକୁ ଯେଉଁମାନେ ଠିକ୍ ସମୟରେ ପାଆନ୍ତି ନାହିଁ, ଖୋଜିଲେ ବି ମିଳେ ନାହିଁ, ସେଇମାନଙ୍କୁ କୁହାଯାଏ, ମାନେ ଅନ୍ୟ ଭାଷାରେ କୁହାଯାଏ ଭିକାରୀ। ସେ ଭିକ ମାଗୁଛି। ଯଦି ଆମେ ଖାଇବା, ଯଦି ଆମର ପ୍ରଥମ ଧର୍ମ, ସେ ଯେଉଁ ଯାହା ବି ଖାଇବ, ଯଦି ସେଇଟାକୁ ଯଦି ଆମେ କହିବା ନାହିଁ ଏଇଟା କାମନା ହେଇଯିବ, ଆମେ ଆଉ ଖାଇବୁନି, ନ ଖାଇଲେ ମରିବା। ରନ୍ତିଦେବ ନାମକ ଜଣେ ରାଜା ଥିଲେ, ଭାଗବତର କଥା। ସିଏ କେବଳ ଦାନ କରୁଥିଲେ, ଲୋକଙ୍କୁ ଖାଇବାକୁ ଦେଉଥିଲେ। ତାଙ୍କ ଘରୁ ସବୁ ଜିନିଷ ସରିଗଲା, ଭିକାରୀମାନଙ୍କର ଆସିବା ବି ବନ୍ଦ ହେଇଗଲା। ଦିନେ ରନ୍ତିଦେବ କ'ଣ ଟିକେ ଘରେ ଥିଲା କି କ'ଣ, ତାକୁ ଗୋଟେ କଦଳୀ ପତ୍ରରେ ଥୋଇ ଈଶ୍ୱରଙ୍କୁ ଖାଇବା ପୂର୍ବରୁ ଯାହା ଖାଉଛ ଖାଅ, ଖାଇବା ପୂର୍ବରୁ ଯଦି ଖାଦ୍ୟକୁ ତମେ ସମର୍ପଣ ନକରି ଖାଇଲ, ତାହେଲେ ସେ ଗୋଟାଏ ପ୍ରକାରର ବିଷ ହେଇଗଲା। ତୁମେ ଗୋଟିଏ ପ୍ରକାରର ଆଉ ଜଣଙ୍କଠୁ ଛଡ଼େଇକିରି ଖାଇଲ। ଯିଏ ଆମକୁ ଖାଇବାକୁ ଦେଉଛନ୍ତି, ଆମେ ଯଦି ତାଙ୍କୁ ସ୍ମରଣ ନ କରିବୁ, ତାହେଲେ ଆମେ ଈଶ୍ୱର ହେଇଯିବୁ, ଗୀତା କହୁଛନ୍ତି। ତେଣୁ ଭୋଜନ ପୂର୍ବରୁ
ଇଷ୍ଟଚିନ୍ତନ ନିତ୍ୟାନ୍ତ ଜରୁରୀ। ଆମେ ଯାହା ବି ଖାଇବୁ ତାକୁ ବ୍ରହ୍ମାର୍ପଣମସ୍ତୁ ବା ଶ୍ରୀକୃଷ୍ଣାର୍ପଣମସ୍ତୁ ଗୁରୁଦେବଙ୍କୁ ସ୍ମରଣ କରି ସେ ଖାଦ୍ୟ ଖାଇବୁ। ଆପଣ କହିବେ ବା କେତେକ ଜ୍ଞାନୀ ପଣ୍ଡିତମାନେ ଆମେ ମାଛ ମାଂସ ଖାଉଛୁ, ତାହେଲେ ଆମେ ସେଠି କ'ଣ କହିବୁ? କ'ଣ ମାଛ ମାଂସ ଭଗବାନଙ୍କୁ ସମର୍ପଣ କରିବୁ? ତୁମେ ଯେଉଁ ମାଛ ମାଂସ ଖାଉଛ ସେଇଟା କୋଉଠୁ ଆସିଲା? ଗୋଟେ ପଶୁ ଭିତରୁ ଆସିଛି। ସେ ପଶୁକୁ ସୃଷ୍ଟି କଲା କିଏ? ତମେ ସୃଷ୍ଟି କରିଛ? ଏମିତିଆ ଗୋଟେ ପଶୁର ନାଁ ତମେ ବତାଅ ଯେଉଁ ପଶୁକୁ ତମେ ସୃଷ୍ଟି କରିଛ। ସେ ପଶୁ ଭିତରେ ମାଂସ ରକ୍ତ ହାଡ଼ କିଏ ସୃଷ୍ଟି କରିଛି? ତମେ କିଛି ସୃଷ୍ଟି କରିଛ? ତମେ କିଛି ସୃଷ୍ଟି କରିନା। ତୁମେ କେବଳ ମାରିଛ। ଜିଭ ଲାଳସାରେ ବା ଖାଦ୍ୟ ଲାଳସାରେ ତୁମେ ଗୋଟେ ଜୀବକୁ ହତ୍ୟା କରିଛ। ଏଇ ଗୋଟାକ ହେଉଛି ଦୋଷ। ତେବେ ସେ ପୁଣି ଉଦ୍ଧାର କେମିତି ହେବ? ଯେଉଁ ଜୀବକୁ ତୁମେ ମାରିକିରି ଖାଇଲ, ତୃପ୍ତି ହେଲ, ସେ ପୁଣି କେମିତି ଉଦ୍ଧାର ହେବ? ତେଣୁ ତାର ତୃପ୍ତି ପାଇଁ, ତାର ମୁକ୍ତି ପାଇଁ ସେଇ ଖାଦ୍ୟକୁ ବ୍ରହ୍ମାର୍ପଣ ବୋଲି କହିବ। ହେ ବ୍ରହ୍ମ, ତୁମେ ଆକୁ ସୃଷ୍ଟି କରିଥିଲ, ମୁଁ ଆକୁ ଭୋଜନ କରୁଛି। ବହୁ ପ୍ରମାଣ ଅଛି। ସାଧୁସନ୍ତମାନଙ୍କୁ ପରୀକ୍ଷା କରିବା ପାଇଁ ଅତୀତର ଜମିଦାର ରାଜା ଜମିଦାର ମାନେ ଯାଆନ୍ତି ଏବଂ ଶୁଣନ୍ତି ଏଠି ମାଛ ପରିବେଷଣ ହେଉଛି, କ୍ଷୀର ବି ଦିଆହେଉଛି, ମଦ ବି ଦିଆହେଉଛି। ସେ ସେଇ ପଙ୍ଗତରେ ବସି ଖାଆନ୍ତି, କିନ୍ତୁ ସେ ମଦ୍ୟଟି କ୍ଷୀର ଗିଲାସ ହେଇଯାଏ, ଆଉ ସେ ମାଂସଟା କରମଙ୍ଗା ଖଟା ହେଇଯାଏ। ମୁଁ ଏ କଥାଟା ଏଇ କେନ୍ଦ୍ରାପଡ଼ାର କଥା କହୁଛି। ତେଣୁ ଏଭଳି ଭକ୍ତ, ଏଭଳି ସାଧୁସନ୍ଥମାନେ ମଧ୍ୟ ଆଜି ଅଛନ୍ତି ନାହାନ୍ତି ମୁଁ ତାକୁ ଖୋଜିନି, କିନ୍ତୁ ଯେଉଁମାନେ ତାଙ୍କୁ ଦେଖିଛନ୍ତି ତାଙ୍କଠାରୁ ଆମେ ଶୁଣିଛୁ। ଶ୍ମଶାନରେ ମୁର୍ଦାର ପଡ଼ିଛି, ସେ ମୁର୍ଦାରକୁ କାଟିକିରି ଖାଉଛନ୍ତି, କିନ୍ତୁ ସେ ମୁର୍ଦାର ଖାଦ୍ୟଟାକୁ ଯିଏ ହାତ ପତଉଛି ଆମକୁ ଟିକେ ଦିଅନ୍ତୁ, ସେ ହାତକୁ ଟିକେ ଦେଉଛନ୍ତି। ହାତକୁ ଦେଲାବେଳେ ସେଇଟା ହେଉଛି ଗୋଟେ ମାଂସ, ହାତରେ ଧଇଲା ବେଳକୁ ସେ ଗୋଟେ ସଜନା ପତ୍ର ଶାଗ। ତେଣୁ କିଏ କାହାକୁ ମାରୁଛି, କିଏ କାହାକୁ ଖାଉଛି? କେହି କାହାରିକି ଖାଉନି। ଜଙ୍ଗଲରେ ଏମିତି ସୁସଜ୍ଜିତ ଜୀବନ ରହିଛି, ଇଏ ତାକୁ ଖାଇବ, ସିଏ ତାକୁ ଖାଇବ, ସିଏ ତାକୁ ଖାଇବ। ସାପ ମୂଷା ଖାଇବ ଯେମିତି, ସେମିତି ବିଲେଇ ଆଉ କ'ଣ ଖାଇବ, କୁକୁର ଆଉ କ'ଣ ଖାଇବ, ବାଘ ମଣିଷ ଖାଇବ କି ମୃଗ ଖାଇବ। ତେଣୁ ଇଏ ଖାଦ୍ୟ ଖାଦକକୁ ନେଇ ଆଧ୍ୟାତ୍ମିକ ଜଗତରେ ଗୋଟେ ବିରାଟ କଥା ସୃଷ୍ଟି କରିବା ଉଚିତ ନୁହେଁ। କିନ୍ତୁ ଏତିକି ମନେ ରଖିବା ଉଚିତ, ଯଦି ଆମେ ସାତ୍ବିକ ଆହାର, ନିରାମିଷ ଆହାର ଯଦି ଆମେ ଜୀବନରେ କରିବୁ, ଅତି ଦରକାର ପଡ଼ିଲେ ଚିକିତ୍ସକମାନଙ୍କ ପରାମର୍ଶରେ କେଉଁଠି କ'ଣ ଖାଇଲୁ, କ'ଣ କଲୁ, ସେଗୁଡ଼ାକ ଏତେ ଭାବିକିରି ରକ୍ତଚାପ ବେମାରୀ କରିବା ଉଚିତ ନୁହେଁ। ସବୁରି ପ୍ରସାଦ ତାଙ୍କରି ପ୍ରସାଦ, ତାଙ୍କ ପରସାଦେ ତୁଟେ ମାୟାନନ୍ଦ। ଋଷି ବିଶ୍ୱାମିତ୍ର ମଧ୍ୟ
ମରୁଡ଼ି ପଡ଼ିଥିବା ବେଳେ ସେ ଭୋକ କଲା, କ'ଣ ଖାଇବେ? ଗୋଟାଏ ସାଙ୍ଗୁଣା ମରିକିରି ପଡ଼ିଥିଲା, ସେ ସାଙ୍ଗୁଣାକୁ କାଟିକିରି ବି ଖାଇଲେ। ତେଣୁ ଏସବୁ ଅନେକ କଥା ଅଛି, ତାକୁ ଆପଣମାନେ ଭାବିବେ ମିଛ। ଆପଣମାନେ ମିଛ ଭାବିଲେ ଭାବିବେ, ଆମେ ଆଉ କ'ଣ କରିବୁ? ଆମେ ଯାହା ଶିଖିଛୁ କହୁଛୁ ଆଉ। ତେଣୁ ଜୀବନର ପ୍ରଥମ ଆବଶ୍ୟକ ହେଉଛି ଖାଦ୍ୟ। ଏ ଜୀବ ଆହାର ଲମ୍ପଟେ, ଭ୍ରମଇ ଭବ ସିନ୍ଧୁ ତଟେ। କେବଳ ଆହାର ଏଣୁ ମୁଁ ଲୋକେ ଭୟ, କେବଳ ମାତ୍ର ମୋ ଆହାର ଏଣୁ ମୁଁ ଲୋକେ ଭୟଙ୍କର। କୁମ୍ଭକର୍ଣ୍ଣ ଏତେ କଥା ଖାଉଥିଲା, ସେ ପୁଣି ଏତେ କଥା ଖାଉଥିଲା, ସେ 6 ମାସ ବସିକିରି ଖାଉଥିଲା, ସେଗୁଡ଼ାକ ନୁହଁ, ସେ 6 ଦିନ ଖାଉ। ଏତେ କଥା ଖାଉଥିଲା, ସେ ପୁଣି ଭଗବାନ ରାମଚନ୍ଦ୍ରଙ୍କ ଶରାଘାତରେ ଦୁନିଆରୁ ବିଦାୟ ନେଲା। ରାବଣକୁ ମଧ୍ୟ ଜ୍ଞାନ ଶିଖେଇଲା। ତେଣୁ ଇଏ ଖାଦ୍ୟ ପେୟକୁ ନେଇକିରି ଆପଣମାନେ ଆଜି ଏ କଥା ଶୁଣୁଛନ୍ତି, ମୋ କଥା ଟିକେ ଟିକେ ଖରାପ ଲାଗୁଥିବ। ଆପଣମାନେ ବିଶ୍ୱ ଇତିହାସ ପଢ଼ନ୍ତୁ। ବିଶ୍ୱରେ ଭାରତ ବ୍ୟତୀତ, ଭାରତ ବା ସନାତନୀ ହିନ୍ଦୁ ମାନଙ୍କ ବ୍ୟତୀତ କେଉଁ ଦେଶର ମଣିଷ ନିରାମିଷ? ସେ ନିରାମିଷ ଖାଆନ୍ତିନି, ସେ ଜାଣିନାହାନ୍ତି ନିରାମିଷ କ'ଣ। ସିଏ ସବୁ ଆମିଷ ଖାଆନ୍ତି, କିନ୍ତୁ ସେମାନଙ୍କର ବୁଦ୍ଧି ଜ୍ଞାନ କିଛି ତ ମାନେ କମ ଥିଲା ଭଳିଆ ଲାଗୁନି। ଘୋଡ଼ା କ'ଣ ମାଂସ ଖାଏ? ହାତୀ କ'ଣ ମାଂସ ଖାଏ? ଭାଲୁ ବରଂ ମଣିଷକୁ ଚାଟି ପକାଏ। ମାଙ୍କଡ଼ କ'ଣ ମଣିଷକୁ ଖାଏ? କୁକୁର କ'ଣ ମଣିଷକୁ ଖାଏ? ସେ ମଲା ମଣିଷକୁ ଖାଏ ନା ଆଉ। ତାହେଲେ ଏମାନେ ସାତ୍ଵିକ, ଏମାନଙ୍କ ଭିତରେ ବୁଦ୍ଧି ନାହିଁ। ବିଲୁଆକୁ ଚତୁର ବୋଲି କୁହାଯାଉଛି, ବିଲେଇକି ଲୋଭୀ ବୋଲି କୁହାଯାଉଛି, କୁକୁରକୁ ନିମକ ସତା ବୋଲି କୁହାଯାଉଛି। କାହିଁ କୁହାଯାଉଛି? ଗାଈ ତ ସବୁଠାରୁ ଶ୍ରେଷ୍ଠ, ଛେଳି ବି ସବୁଠାରୁ ଶ୍ରେଷ୍ଠ। ଛେଳି ହେଉଛି ସବୁଠାରୁ ସ୍ନେହିକ ପ୍ରାଣୀ। ତାହେଲେ ଏଇଗୁଡ଼ାକ ଖାଲି ଆଲୋଚନା କରିକି ଘଣ୍ଟା ଘଣ୍ଟା ସମୟ ଦେବା। ମୁଁ ବର୍ତ୍ତମାନ ଘଣ୍ଟାଏ ଖଣ୍ଡେ ଆହୁରି କହିବି, ମୁଁ ପ୍ରବଚନ ଦେବି, ତାହେଲେ ଆଉ ଘଣ୍ଟାଏ ଖଣ୍ଡେ କହିବି। ଏଇ କଥାରେ ଆମକୁ ମିଳିବ କ'ଣ? ଯିଏ ଯାହା ଖାଉଛ ଖାଅ, କିନ୍ତୁ ଖାଦ୍ୟଟାକୁ ଚିନ୍ତା କର। ମୁଁ କ'ଣ ଖାଇଲେ ମୋ ଦେହ ଭଲ ରହିବ, ସୁସ୍ଥ ରହିବ, ସେ ଜିନିଷଟାକୁ ଚିନ୍ତା କର। ସେଇଟା କିଛି ଭୁଲ ନୁହେଁ। ଇଏ ହେଉଛି ଗୋଟେ କଥା। ତେଣୁ ଆମକୁ ତାହେଲେ କ'ଣ ପ୍ରଥମ ଆବଶ୍ୟକ ହେଉଛି ଖାଦ୍ୟ, ଦ୍ୱିତୀୟ ଆବଶ୍ୟକ ହେଉଛି ବସ୍ତ୍ର, ତୃତୀୟ ଆବଶ୍ୟକ ହେଉଛି ବ୍ୟବହାର, ପାଠ। ଏହାକୁ ଯଦି ଆମେ ଜାଣିଲୁ, ପାଠକୁ ଜାଣିଲୁ, ବ୍ୟବହାରକୁ ଜାଣିଲୁ, ଖାଦ୍ୟକୁ ଜାଣିଲୁ, ପାନୀୟକୁ ଜାଣିଲୁ, ସେଇଥିରେ ଖେଳ ଅଛି ବୁଲା, ତାହେଲେ ଆମେ ଗୋଟେ ଭଲ ମଣିଷ ହେଇଯିବା। ତାହେଲେ କ'ଣ ଏଇ ଭାରତବର୍ଷର ସନାତନୀ ହିନ୍ଦୁମାନେ କେବଳ ବୈକୁଣ୍ଠକୁ ଯିବେ? ଆଉ ସବୁ ଯେଉଁମାନେ ଆମେରିକାନ ମାନେ, ପାକିସ୍ତାନ ମାନେ, ଯେଉଁମାନେ ଗୋମାଂସ ଖାଉଛନ୍ତି ଗାଈକି କାଟିକିରି, ସେ କୁଆଡ଼କୁ ଯିବେ? ଆମେ କହିବା ନର୍କକୁ ଯିବେ। ସେମାନେ ଧରି ଠେଙ୍ଗା ବାଡ଼ି ଧରି ବନ୍ଧୁକ ଧରିକି ଆସିକି ଆମକୁ ଦେଖେଇବେ, ତମେ କ'ଣ ଯିବ ବୈକୁଣ୍ଠକୁ, ଆମେ କ'ଣ ଯିବୁ ନର୍କକୁ? ଆମେ ପୁରା ଆଲ୍ଲାଙ୍କ ପାଖକୁ ଯିବୁ। ତେଣୁ ଅଯଥା କଳି କଜିଆ,
ଅଯଥା ଗପରେ ନ ମାତି କର୍ମ ମୋହର ମୂଳ ବୀଜ ଯେନେ ଅଙ୍କୁରି ଉଠେ। କର୍ମ ଉପରେ ଜୀବନକୁ ଗୁରୁତ୍ୱ ଦିଅ। ମୁଁ କ'ଣ କରୁଛି ତା ଠିକ କିମ୍ବା ଭୁଲ, ସେଇଟା ହେଉଛି କଥା। ଆଉ ଗୋଟେ ରୋଗୀ ଘରେ ପଡ଼ିଥିବ, ସେ ଟିକେ କହୁଥିବ ମୁଁ ଟିକେ ରସଗୋଲା ଖାଇବି, କିନ୍ତୁ ସେ ରସଗୋଲା ଖାଇବାକୁ କହିଲେ କ'ଣ ହେବ? ତାକୁ ରସଗୋଲା ଦେବା ପାଇଁ ପଇସା ନାହିଁ, କିନ୍ତୁ ବାହାରେ ଯାଇକି ଚିକେନ ମଟନ ଖାଇବାକୁ ପଇସା ଅଛି। ତେଣୁ ଆହାରେ ଭଲ ମନ୍ଦ ନାହିଁ, ଯାହା ପାଇବ ଅକସ୍ମାତେ ଆନନ୍ଦେ ସମର୍ପିବ ଗୋଟେ। ତେଣୁ ଆନନ୍ଦ ହେଉଛି ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ, ଧନ ନୁହେଁ। ଗାଡ଼ି ମଟର ଫଟର ଏଇ ଆଶ୍ରମରେ କିଛି ନଥିଲା। ଏଇ ଆଶ୍ରମରେ ଏଇ ଯୋଉ ସେବକଟି କହୁଛି, ଇଏ କୋଉଠି ଥିଲା? ଗୋଟେ ତ୍ରିପାଲ ଘରେ ମୁଁ ପ୍ରଥମେ ରହୁଥିଲି। ବାପା ତାକୁ ପୁଣି ତିଆରି କରିଥିଲେ। ତ୍ରିପାଲ ଘର ପରେ ଗୋଟାଏ ଆଖୁକୋଲିଆ ଘର, ତାରି ଭିତରେ ରହିଲି। ବର୍ଷା ହେଲେ ଏଇଟା କ'ଣ ବାକ୍ସ ପେଟଲା, ତାକୁ ମୁଣ୍ଡେଇକି ଠିଆ ହଉ। ବର୍ଷା ପାସ୍ କରିଗଲେ ପାଉଁଶ ପକେଇକିରି ପୁଣି ତାପରେ ପଶୁ। ତାପରେ ଗୋଟେ ହାଟ ଚାଳିଆ ଘରେ ରହିଲୁ। ତାପରେ ଗୋଟେ ଖଞ୍ଜା ଘର କଲୁ। ତାପରେ ହଉ ହଉ ତ ହଉଛି। ମୁଁ ବୋଧେ କିଛି କରୁନି। ମୁଁ କେବଳ ସେତେବେଳେ ମୁଁ ମାଟି ହାଣୁଥିଲି, ମୁଁ ପରିବା କାଟୁଥିଲି, ମୁଁ ରୁଟି ବେଲୁଥିଲି, ମୁଁ ଲୋକଙ୍କୁ ପଙ୍ଗତ କରୁଥିଲି, ଅଇଁଠା ପତ୍ର ଉଠଉଥିଲି। ଯେଉଁ ଲୋକମାନେ ବିଲବାଡ଼ିରେ ମଳମୂତ୍ର ତ୍ୟାଗ କରୁଥିଲେ, ସକାଳୁ ଉଠି ମୁଁ କୋଦାଳ ଧରି ସେଗୁଡ଼ିକୁ ମଧ୍ୟ ସଫା କରୁଥିଲି। ଆଜି କିନ୍ତୁ ମୁଁ କୋଉଠି? ଆଉ ସେ ଦିନଟି କୋଉଠି କୁଆଡ଼େ ଗଲା? ତେଣୁ ସେ ଦିନ କେବଳ ସ୍ମୃତି ହେଇ ରହିଗଲା। ଏବଂ ଆଜି ଯେଉଁ ଦିନ ଆସିଛି, ଇଏ ଦିନରେ ବି ଶାନ୍ତି ଅଛି। ଶାନ୍ତି ଥିଲେ କ'ଣ ହବ? କିନ୍ତୁ ଜଞ୍ଜାଳ ପୁରା ମାଡ଼ି ବସୁଛି। ତେଣୁ ସେଇ ଜଞ୍ଜାଳରୁ ମୁକ୍ତି ପାଇଁ ଗୁରୁ କୃପା ହିଁ କେବଳମ୍। ଏଇ ଯେଉଁ କଥା ପଦକ ଆମକୁ ଶିଖେଇ ଯାଇଛନ୍ତି, ଗୁରୁ କୃପା ହିଁ କେବଳମ୍। ମୁଁ ସେଇ ଗୁରୁଦେବଙ୍କ ପାଦପଦ୍ମରେ, ମୋର ଇଷ୍ଟଦେବ ଶିଶୁ ଅନନ୍ତଙ୍କ ପାଦପଦ୍ମରେ ଭକ୍ତିପୂତ ପ୍ରଣତି ଦେଇ ସମସ୍ତଙ୍କର ଶୁଭ କାମନା କରୁଛି। ଜୟ ଗୁରୁ, ଜୟ ଜଗନ୍ନାଥ।